ଯେମିତି ଧନୀ ହେବା ଆଗରୁ କିଛିଟା ସଂକେତ ମିଳିଥାଏ, ଠିକ୍ ସେମିତି ଧନ ଚାଲିଯିବା ଆଗରୁ ମଧ୍ୟ କିଛିଟା ସଂକେତ ମିଳିଥାଏ। ଜାଣି ରଖନ୍ତୁ, ଯଦି ଏଇ କେତୋଟି ସଂକେତ ଆପଣଙ୍କୁ ମିଳୁଛି ତାହେଲେ ଖୁବ୍ ଶୀଘ୍ର ଆପଣଙ୍କର ଧନ ନାଶ ହେବ, ଆପଣଙ୍କର ଆର୍ଥିକ କ୍ଷତି ହେବ, ଆପଣ ହୁଏତ ଗରିବ ହୋଇଯାଇପାରନ୍ତି। କ'ଣ ସେ ସଂକେତ ଗୁଡ଼ିକ? ପ୍ରଥମରେ, ଯଦି କୌଣସି କାମ କଲାବେଳେ ଆପଣଙ୍କୁ ଖୁସି ମିଳୁନି, ଆପଣଙ୍କର ମନ ଆନନ୍ଦ ହେଉନି, ଯେଉଁ କାମ ଆପଣ କରୁଛନ୍ତି ସେ କାମ କଲାବେଳେ ଆପଣଙ୍କୁ ଖୁସି ଲାଗୁନି, ତାହେଲେ ଜାଣି ରଖନ୍ତୁ ଏଇଟା କେଉଁଠି ନା କେଉଁଠି ଏକ ଖରାପ ଲକ୍ଷଣ ବା ସଂକେତ। ଆପଣଙ୍କର ଘରର ମୁଖିଆ ଯଦି ସବୁବେଳେ ରାଗରେ ରହୁଛନ୍ତି, ଚିଡ଼ଚିଡ଼ ହେଉଛନ୍ତି, ଏଇଟା ବି ଭଲ ସଂକେତ ନୁହଁ। କିମ୍ବା ଯଦି ଆପଣ ନିଜେ ଆପଣଙ୍କ ଘରର ମୁଖିଆ ବା ଆପଣ ଘରକୁ ରୋଜଗାର କରିକି ଚଳାଉଛନ୍ତି, ଆପଣଙ୍କ ଅର୍ଥରେ ଘର ଚଳୁଛି, ତାହେଲେ ଯଦି ଆପଣଙ୍କ ଭିତରେ ଏଇ ଯେଉଁ ରାଗିବା, ଚିଡ଼ଚିଡ଼ ହେବା, ଏସବୁ ଜିନିଷ, ଏସବୁ ସଂକେତ ଦେଖାଯାଉଛି, এটা ଜମା ଭଲ ସଂକେତ ନୁହଁ, ଭଲ ଜିନିଷ ନୁହଁ। ସେହିପରି ଯଦି ଆପଣମାନେ ଋଣ ଆଣିକି ଆଉ ଋଣ ଫେରଉନାହାନ୍ତି, କାହାଠାରୁ ଟଙ୍କା ଧାର ଆଣିଲେ ଆଉ ତାକୁ ଫେରାଇବାର ନାଁ ଧରୁନାହାନ୍ତି, ଏହା ମଧ୍ୟ ଏକ ପ୍ରକାରର ଖରାପ ସଂକେତ। ସେହିପରି ଯଦି ପୂଜା ପର୍ବ ଏସବୁ ଦିନ ଗୁଡ଼ିକରେ ଆପଣଙ୍କ ଘରେ ଝଗଡ଼ା ଲାଗି ରହୁଛି, କଳି ଝଗଡ଼ା ହେଉଛି, ଭଲ ଦିନରେ ବି ଝଗଡ଼ା ହେଉଛି, ତାହେଲେ এটা ମଧ୍ୟ ଏକ ପ୍ରକାରର ଖରାପ ସଂକେତ। ସେହିପରି ଆପଣଙ୍କ ଘରେ କିମ୍ବା ଘରର ଆଖପାଖରେ ଆପଣ କରିଥିବା ଅଳିଆ ଆବର୍ଜନାକୁ ଯଦି ଗୋଟିଏ ଜାଗାରେ ବହୁତ ଦିନ ଧରିକି ଆପଣମାନେ ରଖୁଛନ୍ତି, ଅଳିଆକୁ ଗଦେଇକି ରଖିଲେ ଆଉ ତାକୁ ସେଠୁ ଉଠେଇଲେନି, ସବୁଦିନ ସେଇଠି ରହିଲା ସେ ଅଳିଆ, ଏହା ମଧ୍ୟ ଏକ ପ୍ରକାରର ଖରାପ ସଂକେତ। ଜାଣି ରଖନ୍ତୁ, ଯଦି ବି ଅଳିଆ କୌଣସି ଜାଗାରେ ରଖୁଛନ୍ତି, ଗଦଉଛନ୍ତି, ତାହେଲେ ତାକୁ ସଫା କରିବା ଦାୟିତ୍ୱ ବି ଆପଣଙ୍କର, ଘର ଭିତରେ ହେଉ କିମ୍ବା ଘର ବାହାରେ ହେଉ। ସେହିପରି କୁଆଡ଼େ ଯାଉଥିବେ, ରାସ୍ତାରେ ମନ୍ଦିରଟିଏ ପଡ଼ିଲା କିମ୍ବା କୌଣସି ତୀର୍ଥସ୍ଥାନ ଯାଉଛନ୍ତି, ଦେବତାଙ୍କ ଆଗରେ ମୁଣ୍ଡ ନ ନୁଆଇବା, ମନ୍ଦିର ପଡ଼ିଲା ରାସ୍ତାରେ ନମସ୍କାର ନ କରିବା, ଏଇଭଳି ଲକ୍ଷଣ, ଏଭଳି ସଂକେତ ଯଦି କୌଣସି ବ୍ୟକ୍ତିଠାରେ ଦେଖାଯାଏ, ଜାଣି ରଖନ୍ତୁ ଏହା ଏକ ପ୍ରକାରର ଖରାପ ସଂକେତ। ଏସବୁ ସଂକେତ ଗୁଡ଼ିକ ଯଦି ଦେଖାଯାଏ, ତାହେଲେ ଜାଣି ରଖନ୍ତୁ ଖୁବ୍ ଶୀଘ୍ର ଆପଣଙ୍କର ଧନ ନାଶ ହେବ, ଆର୍ଥିକ ସ୍ଥିତି ଆପଣଙ୍କର ଖରାପ ହେବ, ଆଉ ଏଇଟା ଜମା ବି ଭଲ କଥା ନୁହେଁ ଏଗୁଡ଼ା। ତେଣୁ ଚେଷ୍ଟା କରନ୍ତୁ, ଯଦି ଆପଣଙ୍କ ଭିତରେ ଏସବୁ ଦୁର୍ଗୁଣ ୟାକୁ କହିବା ଯଦି ଅଛି, ତାହେଲେ ସୁଧାରି ନିଅନ୍ତୁ। ବେଳ ଥାଉ ଥାଉ ସାବଧାନ ହେଇଯାଆନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ, ଅନ୍ୟଥା ଆପଣ ହଇରାଣରେ ପଡ଼ିପାରନ୍ତି। ତେବେ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଥାଏ, ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସମସ୍ତଙ୍କୁ ସେୟାର କରିବେ। ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଦେଖୁଥିଲେ ଫଲୋ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।